हाय फ्रेंड्स नमस्कार जय जगन्नाथ सांग मैंने केमती अच्छा भल अच्छा ना आशा करने भलरे थे भगवान करते समस्ते भलरे था खुशी था सांग मैंने आज नहीं आसी आपंप बहुत सारा यूजफुल टिप्स आप देखो जब भिडियोटी भल लगे तो लाइक करेंगे सब्सक्राइब करेंगे सांग सहित सेयार करदे देखो सांग मैंने आज फास्ट टिप्स देखा लेंबू को लेकिन देखो जगह आपमती जो लेंबू जब आप फ्रेश लेंबू आणुते बाड़ी हो कि आप मार्केट आणुवे ना खरा दिन जानते एमती बाहर रखी सुखीज आदि फ्रिज रखिले ଆପଣ ଦେଖିବେ ସେ ଶୁଖି ଯାଉଥିବ କିନ୍ତୁ ଆପଣମାନଙ୍କୁ ଗୋଟେ ବହୁତ ବଢ଼ିଆ ଟିପ୍ସଟା ଦେବି ଦେଖନ୍ତୁ ଯେତେବେଳେ ଲେମ୍ବୁ ଆଣୁଛନ୍ତି ଶୁଖି ଯାଉ ଦେଖୁଥିବେ ସେଇଟାକୁ ଆପଣମାନେ କ'ଣ କରିବେ ନା ଏମିତିକି ଲେମ୍ବୁଟାକୁ ତାକୁ କିଛି ପାଣିରେ ଆପଣମାନେ ବୁଡ଼େଇକି ରଖିବେ ଦେଖନ୍ତୁ ମଝିରେ ମଝିରେ ଆପଣମାନେ ଏମିତିକି ପାଣିଟାକୁ ଚେଞ୍ଜ କରିଦେଉଥିବେ ଯାହାଫଳରେ କି ଆପଣଙ୍କର ବହୁତ ବଢ଼ିଆ ସେ ଆପଣଙ୍କର ଲେମ୍ବୁଟାକୁ ପୁରା ଫ୍ରେଶ୍ ରହିବ ଶୁଖିବନି କି ଆପଣଙ୍କର ଯେଉଁ ପଚି ଯାଉଥିଲା ଲେମ୍ବୁ ଜମା ବି ପଚିବନି ଏମିତି କରିକି ଆପଣମାନେ ଏମିତି ଖାଲିରେ ରଖିପାରିବେ ନହେଲେ ଫ୍ରିଜ୍ରେ ବି ରଖିପାରିବେ ଯେଉଁଠି ରଖିଲେ ମଧ୍ୟ ଆପଣମାନେ ପାଣିଟାକୁ ଚେଞ୍ଜ କରିବେ ଆଉ ଅଧିକ ଦିନ ଆପଣମାନେ ୟୁଜ୍ କରିପାରିବେ ସପ୍ତାହ ଜାଗାରେ 2 ସପ୍ତାହ ୟୁଜ୍ କରିପାରିବେ ଆଶା କରେ ଟିପ୍ସଟି ଭଲ ହେଇଥିବ ଯଦି ଭଲ ହେଇଛି ଲାଇକ୍ କରିଦେବେ ତାପରେ ଯିବା ନେକ୍ସଟ ଟିପ୍ସ ଦେଖନ୍ତୁ ଆପଣମାନେ ଯେତେବେଳେ ଆଇରନ୍ କରୁଛନ୍ତି ନା ଯେକୌଣସି ଆପଣମାନେ କପଡ଼ା ଆଇରନ୍ କରୁଛନ୍ତି ଆଇରନ୍ଟାକୁ ଏଇଭଳିଆ ରଖୁଥିବେ ଦେଖନ୍ତୁ ମୁଁ ଯେମିତି ରଖୁଛି ଏଇଭଳିଆ ରଖୁଥିବେ ରଖିଲା ବେଳେ କ'ଣ କୁହନ୍ତି ସେ ଆଇରନ୍ଟା ଖସି ପଡ଼େ ଏମିତିକି ଖସି ପଡ଼ିଲା ବେଳେ ଆପଣଙ୍କର ଆଇରନ୍ଟା ଫେର ଗରମ ଥିବ ନା ତ ଜଳିଯିବାର ସମ୍ଭାବନା ଥାଏ କପଡ଼ା ଯାକ ସେଥିପାଇଁ ଆପଣମାନେ କ'ଣ କରିବେ ଏମିତି ଗୋଟେ ଷ୍ଟାଣ୍ଡ ନେଇ ଆସିବେ ଯେମିତି ମୁଁ ଗୋଟେ ଷ୍ଟାଣ୍ଡ ନେଇ ଆସିଲି ଦେଖିପାରିଲେ ଏଟାକୁ ରୋଷେଇ କରି ୟୁଜ୍ କରୁଛି ରୋଷେଇ କରି ୟୁଜ୍ କରୁଥିବେ ମଧ୍ୟ ଏଇଟାକୁ ଏଇଠି ମଧ୍ୟ ୟୁଜ୍ କରିପାରିବେ ଦେଖନ୍ତୁ ମୁଁ ଏଇଟା ଖାଲି ଏଇଠି ରଖିଛି ଏଇଠି ୟୁଜ୍ କରିବା ପାଇଁକି ଏକ୍ସଟ୍ରା ଗୋଟେ ରଖିଦେଇଛି ସେଥିପାଇଁ ଯେତେବେଳେ ଆଇରନ୍ ଦେବେ ସେତେବେଳେ ଏମିତି କରି ରଖିଦେଉଛି ଆମର ଆଇରନ୍ କଲାବେଳେ ତଳେ ରଖିବାର ନାହିଁ କି ଆପଣଙ୍କର ଯେଉଁ ଡର ଥାଏ ଆପଣଙ୍କର ଜଳିଯିବାର ସମ୍ଭାବନା ଥାଏ ଗରମ ଥିବା ଯୋଗୁଁ ସେଥିପାଇଁ ଆପଣମାନେ ଏମିତି ଷ୍ଟାଣ୍ଡ ରଖି ଆରାମସେ ଆଇରନ୍ କରିପାରିବେ ଆଶା କରେ ଆପଣମାନଙ୍କୁ ଏଇ ଛୋଟ ଟିପ୍ସଟା ବହୁତ କାମରେ ଆସିଛି ଆଉ ୟୁଜଫୁଲ୍ ମଧ୍ୟ ହେଇଥିବ ବୋଲିକି ଯଦି ଭଲ ହେଇଛି ଲାଇକ୍ କରିଦେବେ ତାପରେ ଯିବା ନେକ୍ସଟ ଟିପ୍ସ ନେକ୍ସଟ ଦେଖନ୍ତୁ ରୁଟି ବନେଇବା ଏବେ ସହଜ ହେଇଯିବ ଦେଖନ୍ତୁ ଆପଣଙ୍କୁ ଦେଖେଇବି ଆପଣ କେମିତି 3ଟା ଗୁଲି ମୁଁ ନେଇଛି 3ଟା ରୁଟି ଏଇଠି ବନେଇଦେବି ଏକା ସାଙ୍ଗରେ ଦେଖନ୍ତୁ କ'ଣ କରିବେ ନା ଆଗେ ଗୋଟେ ଗୁଲି ନେଇଯିବେ ଏମିତିକି ତାପରେ କ'ଣ କରିବେ ନା ଟିକେ ପାଉଡ଼ର ପକାଇଦେବେ ନା ଅଟା ପାଉଡ଼ର ପକାଇଦେବେ ଦେଖନ୍ତୁ ଗୋଟେ ଅଟା ପାଉଡ଼ର ପକାଇଦେଲି ତା ଉପରେ ଆପଣମାନେ ଏମିତି ଗୁଲି ଗୋଟେ ପକାଇଦେବେ ଦେଖନ୍ତୁ ଏମିତି ଗୁଲି ରଖିଦେଲେ କେତେ ସୁନ୍ଦର ଭାବରେ ତାକୁ ପାଉଡ଼ରଟାକୁ ଆପଣମାନେ ଏମିତିକି ଲଗାଇଦେବେ ଯେମିତି ମୁଁ ଲଗାଇଦେଲି ତାପରେ ଏମିତି ପାଉଡ଼ର ଲଗାଇଲା ପରେ ଫେର ଆଉ ଗୋଟେ ଗୁଲିକି ଏଠି ରଖିଦେବେ ପୁରା ସାଇଜ୍ କରିଦେବେ 3ଟା ଯାକ ଯେମିତି ସାଇଜ୍ ହେବାର ଅଛି ଦେଖନ୍ତୁ ସାଇଜ୍ କରିଦେଲି ତାପରେ ଦେଖନ୍ତୁ ମୁଁ ଏବେ ଅଟା ଗୁଣ୍ଡ ପକାଇକି ଏବେ ବେଲି ଦେବି ଏଇଟା 3ଟା ରୁଟି ଏକାଥରେ ବାହାରିବ ଆପଣଙ୍କୁ ଗୋଟେ ରୁଟି ବେଲିବାକୁ ଟାଇମ୍ ଲାଗିଥାନ୍ତା ନା ଦେଖନ୍ତୁ ଏଇଭଳିଆ କରିକି ଆପଣମାନେ ରୁଟି ବେଲି ଦିଅନ୍ତୁ ଦେଖନ୍ତୁ 3ଟା ରୁଟି ଆପଣଙ୍କୁ ଆରାମସେ ଆପଣଙ୍କର ବାହାରି ପଡ଼ିବ ଦେଖନ୍ତୁ ହାଲକା ହାଲକା ବି ଆପଣମାନେ ଦେଖନ୍ତୁ ଏମିତି ଲାଗିଯାଉଛି ଟିକେ ଟିକେ ଦେଖିବ ଟିକେ ପାଉଡ଼ର ମଝିରେ ମଝିରେ ଏମିତି ପକାଇ ଦେଉଥିବେ ତାପରେ ଆପଣମାନେ ଦେଖିବେ କେତେ ସୁନ୍ଦର ଭାବରେ ଆପଣଙ୍କର 3ଟା ରୁଟି ବାହାରି ପଡ଼ିବ ତାର ପୁରା ଚାପିକି ଆପଣମାନେ ତାକୁ ବେଲିବେନି ଧୀରେ ସ୍ଥିରେ ଆପଣମାନେ ଧୀରେ ଧୀରେ କରିକି ପୁରା ହାଲକାକି ଆପଣ ବେଲିବେ ଦେଖିବେ 3ଟା ରୁଟି ଆପଣଙ୍କର ବାହାରି ପଡ଼ିଲା ଆଉ ଦେଖନ୍ତୁ ପୁରା ଲାଗିଯାଉଥିଲା ନା ଟିକେ ପାଉଡ଼ର ପକାଇଦେବେ ଆରାମସେ ଆପଣଙ୍କର ଏ 3ଟା ରୁଟି ବାହାରି ପଡ଼ିଲା ନା କେମିତି ସୁନ୍ଦର ଲାଗିଲା ଆଇଡ଼ିଆଟା ଦେଖନ୍ତୁ ଆଉ ଆପଣଙ୍କୁ ଗୋଟେ ରୁଟି କରିବାକୁ ପଡ଼ିବନି ଆଶା କରେ ଆପଣଙ୍କୁ ଏଇ ଟିପ୍ସଟା ହିଁ ଭଲ ଲାଗିଥିବ ତାପରେ ଯେ ଆମେ ନେକ୍ସଟ ଟିପ୍ସ ଦେଖନ୍ତୁ ମୁଁ ସେ 3ଟା ଗୁଲି ଫ୍ୟାନ୍ ନେଇଛି ଦେଖନ୍ତୁ ଏ 3ଟା ଗୁଲିକି ନେଇକି ଗୋଟେ ବହୁତ ବଢ଼ିଆ ଟିପ୍ସ ଦେଖନ୍ତୁ ଛୋଟ ପିଲାମାନେ ଆଜିକାଲି ଛୋଟ ଛୋଟ ରୁଟି ଖାଇବାକୁ ବେଶୀ ଭଲ ପାଆନ୍ତି ତେଣୁ ଛୋଟ ଛୋଟ ରୁଟି କରିବାକୁ ହେଲେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ମୁଁ ଆପଣଙ୍କ ସହିତ ସେୟାର କରିଦେବି ଦେଖନ୍ତୁ ଏମିତି ନେଇଯିବେ ଆପଣ କ'ଣ କଲେ ଏମିତିକି 3ଟା ଗୁଲିଟାକୁ ଦେଖନ୍ତୁ ମୁଁ ନେଇଗଲେ ପୁରା ଦେଖିପାରୁଥିବେ ଏମିତିକି ତାକୁ ପୁରା ସେଟ୍ କରିଦେଲେ 3ଟା ଯାକ ଗୁଲିକି ଦେଖନ୍ତୁ ତାପରେ ଆପଣମାନେ ଧୀରେ ଧୀରେ ତାକୁ ଆସ୍ତେ ଆସ୍ତେ ବେଲିବେ ଯେମିତି ପୂର୍ବରୁ ଦେଖିଲେ ବେଲିଲି ସେଇ ଟାଇପ୍ର ଆପଣମାନେ ଏଇଟାକୁ ମଧ୍ୟ ବେଲିବେ ଦେଖନ୍ତୁ ଏଠି ବେଲନା ବାଟି ଆଣି ମୁଁ ରଖିଛି ଆପଣ ଦେଖିପାରୁଥିବେ ମୁଁ ଏଇଟାକୁ ଧୀରେ ସ୍ଥିରେ ତାକୁ ବେଲିବି ଦେଖିଲେ ବେଲି ବେଲି ପୁରା ବଡ଼ଟେ ଆପଣମାନେ ରୁଟି ବନେଇଦେବେ ଦେଖନ୍ତୁ 3ଟା ରୁଟି ମୁଁ ଏଠି ରଖିଲି କାହିଁକି ଜାଣିଛନ୍ତି ଏଇଟା ଆପଣମାନେ ରୁଟି ବି ଯଦି କରିବେ ବହୁତ ବଢ଼ିଆ ଲାଗିବ ଆଉ ତାପରେ ଆପଣମାନେ ଯେଉଁ ପୁରୀ ଯଦି ବନାଉଛନ୍ତି ପୁରୀ ବି ଆପଣମାନେ ବନେଇ ପାରିବେ ଏମିତିକି ଦେଖନ୍ତୁ ଗୋଟେ 2ଟା ସାଇଜ୍ର ଆପଣମାନଙ୍କୁ ଏଠି ଦେଖେଇବି କାହିଁକିନା ଆପଣ ଯେଉଁଟା ଇଚ୍ଛା ସେଇଟା ଆପଣମାନେ ଏଠି କରିପାରିବେ ସେଥିପାଇଁ ମୁଁ ଆପଣଙ୍କୁ ଏଇଟା ସେୟାର କରିଦେଲି ଦେଖନ୍ତୁ ଏଇଟାକୁ 3ଟା ରୁଟି ମାନେ ରୁଟି ଯଦି ଆପଣ ବନେଇବେ ବହୁତ ବଢ଼ିଆ ଫୁଲିବ ଆଉ ତାପରେ ପୁରୀ ବି ଯଦି କଲେ ଟିକେ ମୋଟା ରହିଲେ ହିଁ ପୁରୀଟା ବହୁତ ବଢ଼ିଆ ଫୁଲେ ତେଣୁ ଆପଣମାନେ ଇଚ୍ଛା ପତଳା ବି କରିପାରିବେ ପତଳା ବି ବହୁତ ହି ଭଲ ହେବ ଦେଖନ୍ତୁ ମୁଁ ଏମିତି ବଡ଼ଟେ କରିଦେଲି ରୁଟିଟା ଦେଖିପାରୁଥିବେ ପୁରା ଏମିତିକି ଟିକେ ମୋଟା ରଖିଛି ଆପଣ ଚାହିଁଲେ ପତଳା ବି କରିପାରିବେ ଏମିତି ରଖିଦେଲେ ତାପରେ କ'ଣ କରିବେ ଗୋଟେ ବୋତଲରେ ଆପଣ ଦେଖିପାରୁଥିବେ ଏଇଟା ତା ମାଉଥ୍ ପାଟ ମୁଁ କାଟିକି ରଖିଛି ଏଇଠିକା କ'ଣ କରିବେ ନା ଏଇଠିକା ଆପଣମାନେ ମୋର ଏଠି 2ଟା ରୁଟି ବାହାରିବ 2ଟା ରୁଟି କ'ଣ 2ଟା ପୁରୀ ବି ହେଇପାରିବ ରୁଟି ବି ହେଇପାରିବ 2ଟା ଯାକ ମୁଁ ଆପଣଙ୍କୁ ଅପସନ୍ ଦେଲି 2ଟା ଆପଣ ଯେଉଁଟା ଚାହିଁବେ ସେଇଟା କରିପାରିବେ ଏକାଥରେ ଆପଣମାନେ 2ଟା ଯାକ ମୋର ଏଠି ବାହାରିବ ଯଦି ଆପଣମାନେ ଛୋଟ ଛୋଟ ନେବେ କ'ଣ କହିଲେ ଯେଉଁ ତାର ଯେଉଁ ବ୍ଲୁ କଲର୍ ଯେଉଁ କଭରଟାକୁ ମାଉଥ୍ ପାଟଟାକୁ ତାହେଲେ ଆପଣଙ୍କ 3-4ଟା ଏକାଥରେ ବାହାରି ପଡ଼ିବ ଦେଖନ୍ତୁ
देखो मुझे दुईटा कली आउ गोटे यहाँ जो बाहर जो चकुड़ी ताको आउे मुझे आउ गोटे देखो करदेवी देखो एमती करके आपण मैंने आउटे गोटे करदे देखिपारे यहाँ को पूरी भाया देखा रुटी भी चाहिए पे रुटी भी आपण मैंने करके रुटी भी दे पारे एमती कि देखो केते बढ़िया से आइडिया आपन को आउ साइज जनकर रुटी हुए रुटी की पूरी साइज हुए आपने एमती साइज करके आपण मैंने करके पिलामानकु दे पारिबे पिलामाने आराम से खाइदेबे रुटी किंबा पूरी दुईटा जाक आपनको ये देखते देखिपारे गोटे पूरी स्टाइल करें रुटी भी करें आशा करें आपको ये टिप्सटा ही भल होपर जो आउ गोटे टिप्स देखिए से रुटीटा को आपमती कि परोटा बने गोटे प्रकार परोटा देखो ये टाइप आप मुड़ीदेवे मुड़िकी कौन कर भलसे आपमती जमी पाउडर पकई सेट करदे ए आपने आराम से बेलीदेवे देखो पूरा बेली देवे बड़ रुटीटे हे आते एत सुंदर लगे सफ्ट लगे आपन तो विभिन्न प्रकार परोटा खाई कि ये परोटा आपने दिने बन नी देखो टी देखिपारे आप भलसे आपने देखिए भिडियोटा को आप बनइबे देखो कि मुझे बनई यहाँ गोटे बनईकि आपको देखे दूसरी यहाँ नुआ टाइप परोटा गोटे बनाऊे ना सहीटा मुझे देखे दूसरी देखो किसी ना आप एमती खाली पकईदेवे तेल तो आप मारे जमी देखिए आपके मारे तापर यहाँ को देखो के सुंदर मोर फुलुची देखिए रुटीटा मस्त फुल देखो कौन करेंगे टी तेल पकईदेवे एमती कि पूरा तेल पकईदेली दुई साइड्रे आपने तेल पकईदे जेहेतु बड़ रुटीटा टी आपको सीझा को टाइम लगे चारिपटे कंचा रही पारे तेणु आप कौन करेंगे ना मझे मझे तेल पकईदे भांगीदेवे देखो मुझे भांगी दूसरी देखो जो पटा न हो से पटा आराम से हो रुटीटा देखो के बढ़िया से मोर ये रुटीटा होगला देखिए ना दुईटा रुटी आप करता दुईटा परोटा करता ना गोटे परोटा आपदे पे खाइए आराम से खाइदेवे के बढ़िया से मोर ये लाल लाल पड़गला देखिए आशा करें आपको ये टिप्सटा ही समस्त यूजफुल होता और हेल्पफुल हो जदि भल लगे सांग सहित सेयार करदे गोटे लाइक करदे तापर जे आम नेक्स्ट टिप्सटा देखो कदली नहीं आप देखिए मो पाखे दुईटा कदली अच्छे कंचा कदली आपन जिते कंचा कदली काटुवे ना छुरी रे काटुवे छुरी रे काटिले कौन हुए ना सी जो अधा जाक देखिए छुरी रे काटू काटू अधा पड़े जाए माने देखिए एमती कि जब आपने काटुवे ना मुझे मुंडी दुटा काटिदेली यही भाया जब आपने काटुवे देखो जमी काटुवे देखिए यही भाया आपने काटी देखिए कदली जाक अधा पड़े चोपा सहित कि से आपने कौन करेंगे ना गोटे बहुत इजी प्रोसेस देवी आपंकर कदली चोपा पड़े कि कदली आपंकर नष्ट हेनी धीरे आपण मैंने कौन करें छुरी रे गोटे दाग पशिदेवे जमी मुँह दाग पशिदेली देखिए आपन को चोपा छड़े पनिकी कि छुरी दरकार पड़े खाली टी दाग पशिदेवे तापर हाथ में आपण मैंने एमती कि खोली ने जमी मुँह खोलुची देखिपारे ये करके आपण मैंने खोली ने देखो के बढ़िया इजी प्रोसेस मुझे खोलिक आपको देखदेवी देखो बढ़िया से आपंकर चोपा बाहरी पड़ो टिके भी आपंकर से जो कदली जो आप देखते कदली अधे पड़ोला जमा भी जीवन देखो ये करके आपने कदली चोपाटा को आपने आराम से हाथ बाहर करदे देखिए केते बढ़िया से मोर ये इजी प्रोसेस लगे मुझे कदली चोपाटा को एमती खोली नहीं से सहित सेयार करदेली देखो केते बढ़िया से आपने एमती कि खोलिकी रोषे करेंगे कंचा कदली जाक देखिए सांग मैंने आप जहाँ टी लगे चोपा छुरी साइड कर काटदेवे बस केमती सांग लगे सांग टिप्सटा चोपा देखो बाहर कदली आपंकर पूरा ओके है आशा करें आपको ये टिप्स भल होते जब भल लगे लाइक करदेवे सांग मैंने सब टिप्स तो देखिले कौ टिप्सटा बेसी भल लगे कमेंट माध्यम निहाती जन आज रोचे पुणी देखा नेक्स्ट वीडियो न्यू टिप्स सहित नमस्कार जय जगन्नाथ बाय टेक केयर गॉड ब्लेस यू ऑल फ्रेंड्स थैंक यू।